ପ୍ରଶ୍ନଟି ହେଉଛି ମଣିଷର ମୃତ୍ୟୁ ପରେ ତା'ର ମସ୍ତିଷ୍କ କେତେ ସମୟ କାମ କରେ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା 10 ମିନିଟ୍। ଆଜିର ପ୍ରଶ୍ନଟି ହେଉଛି ପୃଥିବୀର ସାନ ଭଉଣୀ କାହାକୁ କହନ୍ତି? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଶୁକ୍ର ଗ୍ରହ। ପ୍ରଶ୍ନଟି ହେଉଛି ଅମୃତଭଣ୍ଡା ସହ କ'ଣ ଖାଇଲେ ମଣିଷର ମୃତ୍ୟୁ ବି ହୋଇପାରେ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଦହି। ପ୍ରଶ୍ନଟି ହେଉଛି ଅମୃତଭଣ୍ଡା ସହ କ'ଣ ଖାଇଲେ ମଣିଷର ମୃତ୍ୟୁ ବି ହୋଇପାରେ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଦହି। ପ୍ରଶ୍ନଟି ହେଉଛି ଡାଳିମ୍ବ ପରେ କ'ଣ ଖାଇଲେ ମଣିଷ ମରିଯାଇପାରେ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା କ୍ଷୀର। ଆଜିର ପ୍ରଶ୍ନଟି ହେଉଛି କ୍ଷୀର ସହିତ କ'ଣ ଖାଇଲେ ମଣିଷର ମୃତ୍ୟୁ ବି ହୋଇପାରେ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ମୂଳା। ପ୍ରଶ୍ନଟି ହେଉଛି କେଉଁ ଫଳ ରାତିରେ ଖାଇଲେ ମଣିଷର ମୃତ୍ୟୁ ବି ହୋଇପାରେ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା କଦଳୀ। ଆଜିର ପ୍ରଶ୍ନଟି ହେଉଛି ପଇଡ଼ ପାଣି ପିଇ ସାରିବା ପରେ କ'ଣ ଖାଇଲେ ମଣିଷର ମୃତ୍ୟୁ ବି ହୋଇପାରେ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ମଗଜ। ପ୍ରଶ୍ନଟି ହେଉଛି କେଉଁ ଗଛ ଘରେ ଲଗାଇଲେ ସାପ ଘରକୁ ଆସନ୍ତି ନାହିଁ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ସର୍ପଗନ୍ଧା। ଆଜିର ପ୍ରଶ୍ନଟି ହେଉଛି ଅମୃତଭଣ୍ଡା କେଉଁ ଦେଶର ଜାତୀୟ ଫଳ? ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ମାଲେସିଆ ଦେଶ।